କେନ୍ଦୁଝର ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ଭକ୍ତଙ୍କ ପୁରୀ ଗୋବର୍ଦ୍ଧନ ମଠରେ ସେବା କାର୍ଯ୍ୟ। ପବିତ୍ର ଗୁରୁ ପୂର୍ଣ୍ଣିମା ମହୋତ୍ସବ ପୁରୀ ଗୋବର୍ଦ୍ଧନ ମଠ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ମହୋତ୍ସବରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜଙ୍କୁ ପୂଜାର୍ଚ୍ଚନା କରିବା ସହିତ ଭବିଷ୍ୟତ ଜୀବନ ପାଇଁ ଆଶୀର୍ବାଦ ଭିକ୍ଷା ନେଇଛନ୍ତି। ଏମିତି ଆଧ୍ୟାତ୍ମିକ ପରିବେଶର ଶାନ୍ତି ବାତାବରଣ ମଧ୍ୟରେ ପାଦ ଥାପି ରାଜ୍ୟପାଳ ରଘୁବର ଦାସ ନିଜକୁ ଧନ୍ୟ ମନେ କରିଛନ୍ତି। ଏହି ଗୁରୁ ପୂର୍ଣ୍ଣିମା ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ସାଧୁସନ୍ଥ ଓ ଶିଷ୍ୟମାନେ ଫଳପୁଷ୍ପ ଅର୍ପଣ କରି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିବା ସହିତ ଆଶୀର୍ବାଦ ଭିକ୍ଷା ଗ୍ରହଣ କରିଛନ୍ତି। କାର୍ଯ୍ୟସୂଚୀ ଅନୁସାରେ ଗୁରୁ ପୂର୍ଣ୍ଣିମା ଉତ୍ସବ ଖୁବ୍ ଆଧ୍ୟାତ୍ମିକ ପରିବେଶରେ ପାଳିତ ହେଉଥିବା ବେଳେ ଗୋବର୍ଦ୍ଧନ ମଠ ପରିସର ଖୁବ୍ ଭକ୍ତି ଓ ଭାବନାର ପରିବେଶ ସୃଷ୍ଟି ହୋଇଥିଲା। ଗୋବର୍ଦ୍ଧନ ମଠ ପରିସର ଚଳଚଞ୍ଚଳ ସହିତ ଖୁବ୍ ଉତ୍ସବମୁଖର ହୋଇ ଉଠିଥିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ସାଧୁସନ୍ଥ ଏବଂ ଭକ୍ତଙ୍କ ଗହଳି ଲାଗି ଗୋବର୍ଦ୍ଧନ ମଠରେ ଭିନ୍ନ ଏକ ପରିବେଶ ସୃଷ୍ଟି ହୋଇଥିଲା। ବିଭିନ୍ନ ଅଞ୍ଚଳରୁ ଆସିଥିବା ସାଧୁସନ୍ଥମାନେ ଏହି ପବିତ୍ର ପୀଠରେ ସେବା କାର୍ଯ୍ୟ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେବା ହିଁ ମଣିଷର ଧର୍ମ। ନିଜକୁ ସେବାରେ ନିୟୋଜିତ କରିପାରିଲେ ଜୀବନ ଧନ୍ୟ ହୋଇଥାଏ। ତେଣୁ ସେବା ହିଁ ମହତ୍ତ୍ୱ କାମ ବୋଲି ଗୁରୁ ପୂର୍ଣ୍ଣିମା ଅବସରରେ ଗୋବର୍ଦ୍ଧନ ମଠ ପରିସରରେ ଭକ୍ତମାନଙ୍କ ଦ୍ୱାରା ସେବା କାର୍ଯ୍ୟ କରାଯାଇଥିଲା। ଏହି ଅବସରରେ କେନ୍ଦୁଝର ଜିଲ୍ଲା କ୍ଷତ୍ରିୟ ସମ୍ପାଦକ ପ୍ରହ୍ଲାଦ ମହାନ୍ତଙ୍କ ନେତୃତ୍ୱରେ ଜିଲ୍ଲାର ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀର ଶତାଧିକ ଭକ୍ତମାନେ ଗୋବର୍ଦ୍ଧନ ମଠରେ ସେବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଗୋବର୍ଦ୍ଧନ ମଠରେ ଦୀର୍ଘ 5 ଦିନ ଧରି ସେବା ଯୋଗାଇ ଦେଇଥିବା କେନ୍ଦୁଝର ଜିଲ୍ଲା କ୍ଷତ୍ରିୟ ସମ୍ପାଦକ ପ୍ରହ୍ଲାଦ ମହାନ୍ତ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ଶାଖାର ସଭାପତି ବିଶ୍ୱମ୍ବର ଓଝା, କେନ୍ଦୁଝର ଜିଲ୍ଲା ଆନନ୍ଦ ବାହିନୀର ସଭାପତି ରଶ୍ମି ମହାରଣା, ହରିଚନ୍ଦନପୁର ବ୍ଲକର ଆଦିତ୍ୟ ବାହିନୀ ସଭାପତି ବୁଟିଲି ମହାନ୍ତଙ୍କ ସମେତ ଶତାଧିକ ଭକ୍ତ ଶଙ୍କରାଚାର୍ଯ୍ୟ ମଠରେ ସେବା କାର୍ଯ୍ୟ ତୁଲାଇଥିଲେ। ବ୍ୟୁରୋ ରିପୋର୍ଟ, এবি ନ୍ୟୁଜ୍।